ଆଉ ଜଣେ ଅଙ୍କଲ ଆସିଲେ କହିଲେ ଠିଆ ହ ମାମା ଠିଆ ହ ତୁ ଠିଆ ହେଲେ ତୁ ଚାଲିବୁ। ଗୋଡଟା ଯେହେତୁ ପୁରା ଏମିତି ଷ୍ଟ୍ରିପ୍ ହେଇଯାଇଛି ଜବରଦସ୍ତ ଠିଆ କରିଦେଲେ ମୋର ଯୋଉ ଆଣ୍ଠୁର ଯୋଉ ଏଇ ପୋଜିସନର ଯୋଉ ଭେନଟା ନା ଭଡିକିନା ଫାଟିଗଲା। ଦାଦୁ କଣ କଲେ ଏମିତି ସେ ଗୋଡଟାକୁ ଏମିତି ତାଙ୍କ ଦେହ ବି ଥରିଲା କି ମାମାଟାକୁ ଠିଆ କରିଦେଲେ ସେମାନେ ମାମା ଡାକନ୍ତି। ସେ କଣ କଲେ ସେଇ ଯୋଉ ଜାଗାଟାକୁ ଏମିତି ଗସ୍ କପଡା ସହ ଏମିତି ମାଡି ବସିଲେ। କିନ୍ତୁ ମାଡି ବସିଲେ ସେ ଗୋଟେ ମାନେ ଯେତେବେଳେ କିଛି ସମୟ ପରେ ସେ ହାତ କାଢିଲେ ସେ ପୁରା ଏମିତି ଗୋଟେ ବଲ୍ ପିଣ୍ଡୁଳା ହେଇକି ବ୍ଲଡ ଓହଳି ପଇଲା ଜମାଟା ସେ ଜାଗାଟା। ସେ କମ୍ପାଉଣ୍ଡରକୁ ପୁଣି ଡାକିଲେ ନା ନାଇଁ ଆମେ କରିପାରିବୁନି। ସେ ଟୋଟାଲ ମନା କରିଦେଲେ। ତାପରେ ମା କଣ କଲା ତା ପରଦିନ ବ୍ଲେଡ ଆଇଲା ନୂଆ ବ୍ଲେଡ ସବୁ ପାଖରେ କଇଁଚି ବ୍ଲେଡ ସବୁ ନୂଆ ନୂଆ ଆଇଲା। ବେଟାଡିନ ତାକୁ ସବୁ ପୁରେଇକି ରଖିଲା। ତାପରେ ନା ସେ କଟଟାକୁ କାଟିଲା ନିଜେ ଅପରେସନ ଛୋଟିଆ ଟାଇପର କଲା। ନିଜେ କଲେ କାହାର ବିନା ପରାମର୍ଶରେ? ହଁ ଡାକ୍ତରଙ୍କୁ ବି ପଚାରି ନାହାନ୍ତି? ନା ଘରେ ମା କଲେ? କହିଲା ବି କି ନେଲେନି।